ଧର ସାରା ଓଡ଼ିଶାରେ ଗୋଟେ ବଦଳାବର ମାହୋଲ ଅଛେ। ବିଜେପୁର ବି ସେଥିରୁ ବାଦ ନାଇଁ ପଡ଼େ। ବିଜେପୁରରେ ବି ଗୋଟେ ବଦଳାବର ଗୋଟେ ହାୱାଟେ ଅଛେ। ଲୋକମାନେ ଚାହୁଁଛନ୍ ଯେ ବିଜେଡ଼ି ସରକାରକେ ବଦଳାବାର୍ ଲାଗି ବୋଲିକିରି ଭାରତୀୟ ଜନତା ପାର୍ଟିକେ ଥରେ ମୌକା ଦେବାର୍ ଲାଗି ବୋଲି ଚାହୁଁଛନ୍। କାହିଁକିନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଯେନ୍ ଗରିବ କଲ୍ୟାଣ ଯୋଜନା ଗୁଡ଼ାକ କରିଛନ୍ ତାର ଲାଭ ପାଇଛନ୍ ଲୋକମାନେ ଏବଂ ଗୋଟେ ସୁଶାସନର ସେମାନେ ଆଶା କରୁଛନ୍। ସେଥିର୍ଲାଗି ବୋଲିକିରି ଆମେ ଯେତେବେଳେ ପ୍ରଚାର କରିବାକୁ ଯାଉଛୁ ଲୋକମାନଙ୍କର କଥାବାର୍ତ୍ତାରୁ ଜଣାପଡ଼ୁଛି ଯେ ସେମାନେ ଏଥର ଭାରତୀୟ ଜନତା ପାର୍ଟିକେ ଆଶୀର୍ବାଦ କରିବେ ଏବଂ ଓଡ଼ିଶାରେ ସରକାର ବଦଳାଇବେ। ଏଇଟା ଆମେ ସ୍ପଷ୍ଟ ଭାବରେ ତାଙ୍କର ଚେହେରାରୁ ତାଙ୍କର କଥାବାର୍ତ୍ତାରୁ ଜଣାପଡ଼ୁଛି। ବିଜେପୁରରେ ଲୋକଙ୍କ ଗୋଟେ ଦାବି ଚାଲେ କୋର୍ଟ ଲାଗି ସେଟା କାଣା କହିବେ? ହଁ, ବିଜେପୁରରେ ତ କୋର୍ଟ ଓପନିଂ ହେବାର ଥିଲା। ଗତ ଜାନୁଆରୀ 14 ତାରିଖ ଦିନ ଓପନିଂ ହେବାର ଥିଲା, ଇନାଗୁରେଟ୍ କରିବାର ଥିଲା। ସେଟା ଆମର ସ୍ଥାନୀୟ ଯେନ୍ ବିଧାୟିକା ଅଛନ୍ ତାଙ୍କର କିଛି ସମର୍ଥକ ଆସିକିରି ଡାଏସ୍ ଉପରେ ବସବାର୍ ଲାଗି ବୋଲିକିରି ସେମାନେ ଡିମାଣ୍ଡ କଲେ, ଯେନ୍ଟାକି ପ୍ରୋଟୋକଲ୍ରେ ନାହିଁ। ତ ତାପରେ ସେମାନେ ଝଗଡ଼ା କରବାର ଦ୍ୱାରା ମୁଖ୍ୟ ବିଚାରପତି ଆମର ଓଡ଼ିଶା ହାଇକୋର୍ଟର ସେ ମନା କରିଦେଲେ ଆସିକିରି ଇନାଗୁରେଟ୍ କରବାର୍ ଲାଗି, ସ୍ଥଗିତ ହେଇଗଲା ସେଟା। ଯେତେବେଳେ ବିଜେପୁରବାସୀ ବହୁତ ଦୁଃଖିତ ଅଛନ୍। ଆର୍ ନିଶ୍ଚିତ ଭାବରେ ସେମାନେ କହିବେ ଯେ 110ଟା ଗାଁ ଅଛି ଆମର ବିଜେପୁର ବ୍ଲକରେ, ତ ସେମାନେ ଆମର ବିଜେପୁରରେ ସେ ଲାଭଟା ଉଠାଇ ପାରିଥାନ୍ତେ, ତାଙ୍କୁ ସହଲା ଯିବାର୍କେ ନାଇଁ ପଡ଼ିଥିଲା। ତ ଯେହେତୁ ତାମାନେ ସେଇ ସୁବିଧାରେ ସେମାନେ ବଞ୍ଚି ଦେଲେ, ନିଶ୍ଚିତ ଭାବରେ ସେମାନଙ୍କୁ ଡିମାଣ୍ଡ ଯେ କୋର୍ଟ ନାହିଁ ତ ଭୋଟ୍ ନାହିଁ। ସେମାନେ ମୁଖ୍ୟ କୋର୍ଟ ନାହିଁ ତ ଭୋଟ୍ ନାହିଁ ଅର୍ଥ ହେଉଛି ବିଜେଡ଼ିକୁ ସେମାନେ ଭୋଟ୍ ଦେବାର୍ ଲାଗି ସେମାନେ ଇଚ୍ଛା ପ୍ରକାଶ କରୁନାହିଁ। ଆପଣମାନଙ୍କୁ ମୁଁ ଗୋଟେ କଥାଟା କହିବାକୁ ଚାହୁଁଛି, ବର୍ତ୍ତମାନ ଓଭରବ୍ରିଜ୍ର କନଷ୍ଟ୍ରକ୍ସନ୍ ଟିକେ ବାକି ଆରମ୍ଭ କରିଦେଇଛନ୍। ବର୍ତ୍ତମାନ ପର୍ଯ୍ୟନ୍ତ ମୋ ପାଖରେ ଯାହା ଇନଫର୍ମେସନ୍ ଅଛି ଯେନ୍ ଲ୍ୟାଣ୍ଡ ଏକ୍ୱାର ଯେନ୍ ହେବାର କଥା, ଘର ଦ୍ୱାର ଗୁଡ଼ାକ ଭାଙ୍ଗି ତାଙ୍କୁ କମ୍ପେନସେସନ୍ ମିଳିବା କଥା, ସେଟା ବର୍ତ୍ତମାନ ପର୍ଯ୍ୟନ୍ତ ସେଟେଲ୍ ହେଇନାହିଁ। କେବଳ ତାମାନେ ଲୋକ ଦେଖାଣିଆ ତାମାନେ ଗୋଟେ କାମଟାକେ ସେମାନେ କରିଦେଉଛନ୍। ଆର୍ ମୋର ପୁରା ଦୃଢ଼ ବିଶ୍ୱାସ ଅଛି ଯେ ତାମାନେ ଇ ଇଲେକ୍ସନ୍ ସରିଲା, ଯେଉଁଦିନ ଇଲେକ୍ସନ୍ଟା ସରିଯିବ ତା ନେକ୍ସଟ ଡେରୁ ତାମାନେ ଯାହା କିଛି କାମ ଚଲୁଛି ସେଟା ବନ୍ଦ ହେଇଯିବ। ମୁଁ କହିବାର୍କେ ଚାହୁଁଛେ, ଭାରତୀୟ ଜନତା ପାର୍ଟିର ଯଦି ଶାସନ ଆସିବା, ଓଡ଼ିଶାରେ ଯଦି ଭାରତୀୟ ଜନତା ପାର୍ଟିର ଶାସନ ଆସିବା, ମୋର ତ ଦୃଢ଼ ବିଶ୍ୱାସ ଅଛି ଆସିବା। ନରେନ୍ଦ୍ର ମୋଦି କହିଚାଲେନ 4 ତାରିଖ ହେଉଛି ବିଜେଡ଼ିର ଏକ୍ସପାୟରି ଡେଟ୍। 6 ତାରିଖ ଦିନ ଆମର ଚୟନ କରାଯିବ ମୁଖ୍ୟମନ୍ତ୍ରୀ, 10 ତାରିଖ ଦିନ ଶପଥ ଗ୍ରହଣ କରାଯିବ। 10 ତାରିଖ ଶପଥ ଗ୍ରହଣ କରିସାରିଲା ପରେ ନିଶ୍ଚିତ ଭାବରେ ସେ ଦିଗରେ ବହୁତ ସିରିୟସଲି ତାକୁ ଚିନ୍ତା କରିକି ତାର ସମାଧାନ କରବାର୍ ଲାଗି କରିକି ଆଗେ ଭୋଟରମାନଙ୍କୁ ମୁଁ ବାର୍ତ୍ତା ଦେବି ଯେ ଥରେ ଆପଣ ଭାରତୀୟ ଜନତା ପାର୍ଟି ଉପରେ ଆସ୍ଥା ଏବଂ ଭରସା ରଖନ୍ତୁ। ଆମର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଯେନ୍ ଜନକଲ୍ୟାଣକାରୀ ଯୋଜନା ଗୁଡ଼ାକ ଅଛି ତାର ଠିକ୍ ହିସାବରେ ଆପଣମାନଙ୍କ ପାଖେ ପହଞ୍ଚିବା। ଯଦି ସରକାର ଯଦି ବଦଳିବା ବୋଲେ ତାଙ୍କର ଯାହା ଯୋଜନା ଗୁଡ଼ାକ ଅଛି ବିନା ବାଟ ମାରଣାରେ, ବିନା ତାମାନେ ରୋକଟୋକରେ ପୁରା ଏକଦମ ତାଙ୍କ ପାଖେ ପହଞ୍ଚିବା ଏବଂ ବିକାଶର ଧାରା ଆଗକେ ବଢ଼ବା। ଗୋଟେ ସୁଶାସନର ତାମାନେ ସରକାର ହେବା, ଅରାଜକତା ନାଇଁ ରହେ, ସମସ୍ତେ ସ୍ୱାଭିମାନର ସହିତ ନ୍ୟାୟ ପାଇପାରିବେ, ଏଇଭଳିଆ ଗୋଟେ ସରକାରଟେ ଭାରତୀୟ ଜନତା ପାର୍ଟି ଓଡ଼ିଶାରେ ଆନବା। ସେଥିରେ ବୋଲିକିରି ମୁଇଁ ଭୋଟର ଭାଇମାନଙ୍କୁ, ଜନସାଧାରଣଙ୍କୁ ମୁଇଁ ହାତ ଯୋଡ଼ିକିରି ମୁଇଁ ଗୁହାରି କରିଯାଏ ଯେ ଭାରତୀୟ ଜନତା ପାର୍ଟି ଶାସନକେ ସେମାନେ ପରୀକ୍ଷା କରୁଁ। ନିଶ୍ଚିତ ଭାବରେ ମୋର ଦୃଢ଼ ବିଶ୍ୱାସ ଅଛି ନରେନ୍ଦ୍ର ମୋଦିଙ୍କ ଯେନ୍ ବିକାଶ ଧାରା ଅଛି ଓଡ଼ିଶାରେ ବି ସେଟା ପ୍ରଭାବିତ ହେବା।